हेलो फ्रेंड्स, नमस्कार। जय जगन्नाथ। ମୁଁ ବିଜୟ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଶା କରେ ଆପଣମାନେ ସମସ୍ତେ ଭଲରେ ଥିବେ। ପ୍ରିୟ ଦର୍ଶକ ବନ୍ଧୁ, ଆଜିର ଟପିକଟି ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ରାସନ କାର୍ଡ଼ର ଇ-କେୱାଇସି ସ୍ଥିତି ବିଷୟରେ ଜାଣିବାକୁ। କାରଣ ଓଡ଼ିଶା ସରକାରଙ୍କର ଅନୁମତି କ୍ରମେ 30 ତାରିଖ ଭିତରେ ସମସ୍ତେ ଇ-କେୱାଇସି କରିବା ଆବଶ୍ୟକ। ନଚେତ୍ ଆପଣଙ୍କର ରାସନ କାର୍ଡ଼ଟି କଟିଯାଇପାରେ। ଆପଣମାନେ କେମିତି ଜାଣିପାରିବେ ଆପଣଙ୍କର ରାସନ କାର୍ଡ଼ରେ ଇ-କେୱାଇସି ହେଇଛି କି ନାହିଁ? ଚାଲନ୍ତୁ ଦେଖିବା ତା ବିଷୟରେ। ଆପଣମାନେ ନିଜେ ଘରେ ବସି ମୋବାଇଲରେ ଓଟିପି ମାଧ୍ୟମରେ ଜାଣିପାରିବେ ଆପଣଙ୍କର କେୱାଇସି ହେଇଛି କି ନାହିଁ। ପ୍ରଥମେ କ'ଣ କରିବେ, ବ୍ରାଉଜରରେ କ୍ରୋମରେ ଓପନ୍ କରିଦେବେ। ଓପନ୍ କଲା ପରେ ଏଠି ଆମର ସର୍ଚ୍ଚ କରିଦେବେ foododisha.in। ଫୁଡ୍ ଓଡ଼ିଶା ମାରି ସାରିଲା ପରେ କ୍ଲିକ୍ କରିବି। ତାର ଯେଉଁ ଆସୁଛି ପ୍ରଥମ ସାଇଟ୍ଟିକି ଆମେ ଏଠାରେ କ୍ଲିକ୍ କରିବା। ଏହି ସାଇଟ୍ ଉପରେ କ୍ଲିକ୍ କରିସାରିଲା ପରେ ଏଠି ଓପନ୍ ହେଇଯିବ। ଏମିତି ଏକ ଇଣ୍ଟରଫେସ୍ ଦେଖିବାକୁ ମିଳିବ। ତାପରେ କ'ଣ କରିବେ, ଏଠାରେ ଥିବା ହୋମ୍ ବଟନଟିକୁ କ୍ଲିକ୍ କରିବେ। ହୋମ୍ ବଟନଟିକୁ କ୍ଲିକ୍ କରିନେବେ। ହୋମ୍ ବଟନଟିକୁ କ୍ଲିକ୍ କଲା ପରେ ଆପଣଙ୍କର ଏଇ ରାଇଟ୍ ସାଇଡ଼୍ରେ ଥିବା ଦେଖିପାରୁଥିବେ ଆପଣ, ରାଇଟ୍ ସାଇଡ଼୍ରେ नो योर ଇ-କେୱାଇସି ଷ୍ଟାଟସ୍। ତ ଯାହାଫଳରେ କି ଆପଣମାନେ ଏଇଟାକୁ ତାପରେ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ଆଉ ଏକ ଇଣ୍ଟରଫେସ୍ ଖୋଲି ନେବ। ଏଠାରେ ଦେଖିପାରୁଥିବେ ଆପଣମାନେ ନିଜର ଆଧାର ନମ୍ବର ବା ରାସନ କାର୍ଡ଼, ଆପଣଙ୍କର ସିଙ୍ଗଲ ଆଧାର ନମ୍ବର ବି ଦେଖିପାରିବେ ଏବଂ ରାସନ କାର୍ଡ଼ ନମ୍ବର ମଧ୍ୟ ଦେଇକି ଦେଖିପାରିବେ। ଯାହାଫଳରେ କି ଆଉ ଏକ ଇଣ୍ଟରଫେସ୍ ଦେଖିବାକୁ ପାଇବେ ସ୍କିମ୍ ଟାଇପ୍ କ'ଣ, NFSA ଆଉ ଗୋଟେ ହେଉଛି SFSA। ଆପଣଙ୍କ ରାସନ କାର୍ଡ଼ଟି NFSA ରେ ଯାଉଛି ନା SFSA ରେ ଯାଉଛି? SFSA ହେଉଛି ଷ୍ଟେଟ୍ ଫୁଡ୍ ସିକ୍ୟୁରିଟି ସ୍କିମ୍, ଯୋଉଟାକି 2020 ପରର ରାସନ କାର୍ଡ଼, ଏବଂ NFSA ହେଉଛି ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ, ଯୋଉଟାକି 2020 ପୂର୍ବର। ତ ଆପଣଙ୍କର ଯୋଉଟା ହେଇଥିବ ରାସନ କାର୍ଡ଼, ସେଇ ଅନୁସାରେ ଆପଣଙ୍କର ଏଠି ରାସନ କାର୍ଡ଼ ନମ୍ବରଟିକୁ ମାରିବେ। ତେବେ ଚାଲନ୍ତୁ ରାସନ କାର୍ଡ଼ ନମ୍ବରଟିକୁ ଏଠାରେ ମାରି ନେବା। ରାସନ କାର୍ଡ଼ ନମ୍ବରଟିକୁ ମାରି ସାରିଲା ପରେ ଆପଣ ଏଠାରେ ଆପଣଙ୍କର ରାସନ କାର୍ଡ଼ଟା ଚୁଜ୍ କରିନେବେ। ଦେନ୍ ଏଠାରେ ଗେଟ୍ ଓଟିପିରେ କ୍ଲିକ୍ କରିନେବେ। ଗେଟ୍ ଓଟିପି କ୍ଲିକ୍ କଲା ପରେ ଓଟିପି ସେଣ୍ଡ ସକ୍ସେସଫୁଲ୍ ଲେଖିବ ଏବଂ ସେଠାରେ এই ଓଟିପିଟିକୁ ଆମେ ପ୍ରଦାନ କରିନେବା। ଓଟିପିଟିକୁ ଦେଇ ସାରିଲା ପରେ ଆମର ଗେଟ୍ ଡିଟେଲ୍ସରେ ତାପରେ ଫିଲ୍ କରିବା। ଠିକ୍ ଅଛି, ଗେଟ୍ ଓଟିପିଟିକୁ ଆମେ ଦେଇପାରିବା। ଗେଟ୍ ଓଟିପି ଦେଇ ସାରିଲା ପରେ ତାର ଗେଟ୍ ଡିଟେଲ୍ସ ମାରିବା। ଡିଟେଲ୍ସ ପରେ ଟିକେ ଅପେକ୍ଷା କରିବେ। ତାପରେ ଆପଣଙ୍କର ସମ୍ପୂର୍ଣ୍ଣ ନାମ ଏବଂ କେୱାଇସି ହେଇଛି କି ନାହିଁ ତାହାଟି ଆସିପାରିବ। ଏବେ ଦେଖିପାରୁଥିବେ ରାସନ କାର୍ଡ଼ରେ ଯେତେ ଜଣଙ୍କର ମେମ୍ବର ଅଛନ୍ତି ସମସ୍ତଙ୍କର ନାମ ଏଠାରେ ଦେଖେଇଦେବା। ତ ଆମେ କ'ଣ କରିବା, କେୱାଇସି ଷ୍ଟାଟସ୍ ହେଇଛି ନା ନାହିଁ କିପରି ଜାଣିବା? ତ ଏଠି ସ୍କ୍ରଲ୍ କରିକି ରାଇଟ୍ ସାଇଡ଼୍କୁ ଏଇଟା ଆଣିବା। ରାଇଟ୍ ସାଇଡ଼୍କୁ ଭିଡ଼ି ସାରିଲା ପରେ ଏଠାରେ ଦେଖିପାରୁଥିବେ ଆପଣ କେୱାଇସି ଇ-କେୱାଇସି ଆଧାର ଅଥେଣ୍ଟିକେସନ୍, ଯୋଉଟାକି ସବୁ 4 ଜଣ ଏଠାରେ ଅଛନ୍ତି, 4 ଜଣ ଯାକର ସକ୍ସେସ୍ ହେଇଛି। ଯଦି ଆପଣଙ୍କର ହେଇନଥିବ ଇ-କେୱାଇସି, ଏଠି ଲେଖା ହେଇଥିବ ନଟ୍ ସକ୍ସେସ୍। ତ କ'ଣ ଲେଖା ହେଇଥିବ? ନଟ୍ ସକ୍ସେସ୍। ଆପଣମାନେ ଜାଣିପାରିବେ ଏଠାରେ ଆପଣଙ୍କର କେୱାଇସିଟି ହେଇନାହିଁ। ତ ଏଇ ଯଦି ନ ହେଇଥିବ କେୱାଇସିଟି, ଆପଣ କ'ଣ କରିବେ, ରେଡିବାକୁ ଯାଇକି ଆପଣ କେୱାଇସି କରିନେବେ। ମନେ ରଖନ୍ତୁ 30 ତାରିଖ ଭିତରେ ଆପଣ କରିବାକୁ ଭୁଲିବେନି। ଏଇଭଳି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଏବଂ ସେୟାର କରିବାକୁ ଜମାରୁ ବି ଭୁଲିବେନି। ଧନ୍ୟବାଦ, ରହୁଛି।